ମାନେ କ'ଣ କହିବି, ଲାଇନ୍ ଆଉ ଆସିବନି। କିଏ କହୁଛି 2 ଦିନ ପରେ ଆସିବ, କିଏ କହୁଛି 4 ଦିନ ପରେ ଆସିବ, କିଏ କହୁଛି ଆସିବନି। କ'ଣ କରିବା କ'ଣ, ମୁଁ ତ ମୁଣ୍ଡ ଖରାପ ହେଇଗଲାଣି ବିନା ଲାଇନରେ ରହିକି। କାହିଁକିନା ମୁଖିଗୁଡ଼ା ଭାଇ ଆମର ଯେଉଁ ଏ କଳାହାଣ୍ଡିରେ ଏନି ଟାଇମ୍ ଲାଇନ୍ ରୁହେ। ଆଉ ଏବେ ଲାଇନ୍ ହିଁ ନାହିଁ ତ ଭାବନ୍ତୁ କେତେ କଷ୍ଟ ଲାଗୁଛି ରହିବାଟା। କେମିତି ଗୋଟେ ପୁରା କେମିତି ଏମିତି ଗୋଟେ ଲାଗିଯାଉଛି କି କେମିତି ରହିବୁ, ଲାଇନ୍ ସବୁବେଳେ ଥାଏ, ଆଜି ଦେଖିଲା ବେଳକୁ ଲାଇନ୍ ହିଁ ନାହିଁ। ଏଇଟା ବହୁତ ପୁରା ବିରକ୍ତ ଲାଗିଯାଉଛି, ଭଲ ଲାଗୁନି ଟୋଟାଲି। ଯାହା ହଉ ପାଗଟା ଟିକେ ଭଲ କରିଛି ବୋଲି ରହି ହେଇଯାଉଛି। ଯଦି ଖରା ହେଉଥାନ୍ତା ନା, ଏତେ ଗରମ ହେଇଥାନ୍ତା ଆଉ ରହି ହିଁ ପାରିନଥାନ୍ତା। ଟିକେ ପାଗ ଥଣ୍ଡା ରହୁଛି, ଟିକେ ବେଶୀ ଖରା ବି ନାହିଁ, କାଳିଆ ପାଗ କରିଛି, ସେଥିଲାଗି ଭଲ ଲାଗୁଛି। ତ କ'ଣ କରିବା ଆମେ, କେମିତି କ'ଣ ଲାଇନ୍ ନାହିଁ ରହିବୁ କେମିତି ଭାବୁଛୁ। ବହୁତ କଷ୍ଟ। ଯାହା ହଉ ମାର୍କେଟରେ ଲାଇନ୍ ଅଛି ବୋଲି ମୋବାଇଲ୍ ଫୋବାଇଲ୍ ଟିକେ ଚାର୍ଜ କରିକି ପଳେଇ ଆସୁଛି। ଯଦି ସେତିକି ବି ନୁହନ୍ତା, ଯଦି ରହିନଥାନ୍ତା ଲାଇନ୍, ମୁଖିଗୁଡ଼ା ଆମର କଳାହାଣ୍ଡି ପୁରା ଅନ୍ଧାର। ଏଇମାନେ ଆଉ ଗୋଟେ ପ୍ରୋବ୍ଲେମ୍ କହିବି, ଆମେମାନେ ଯେଉଁ ଆସ୍ପିରାଣ୍ଟ ମାନଙ୍କର ପ୍ରୋବ୍ଲେମ୍ ଏଇଟା ହେଉଛି, ଯଦି ଆମେ ଭାବିବୁ କି ନାହିଁ କାଲିଠୁ ଆମେ ପାଠ ପଢ଼ିବୁ ଭଲକି, ତ ସେ ଜିନିଷଟା କେବେ ହେଇପାରିବନି। କ'ଣ ପାଇଁ ହେଇପାରିବନି, ମୁଁ ଭାବୁଛି ଯେ କାଲିଠୁ ହଁ ପଢ଼ିବି, ଦେଖିଲା ବେଳକୁ ଲାଇନ୍ ହିଁ ନାହିଁ। ଲାଇନ୍ ନଥିଲେ ମୁଁ ଲ୍ୟାପଟପ୍ ଚାର୍ଜ ନାହିଁ। ଯଦି କ୍ଲାସ୍ କରିବି ଲ୍ୟାପଟପ୍ କି ମୋବାଇଲରେ ଚାର୍ଜ ସରିଯିବ, ପୁଣି କିଏ ଧାଇଁ ଧାଇଁ ଯିବ, ପୁଣି ଚାର୍ଜ ବସାଅ, ଇଏ କର ସିଏ କର। ତ ସେଥିଲାଗି ମୁଁ ପଢ଼ି ବି ପାରୁନି କି କି ବାହାନା ଦେଉଛି କିଏ ଜାଣେ କ'ଣ ବୋଲେ। ଏଇଟା ଆସ୍ପିରାଣ୍ଟ ମାନଙ୍କର ହିଁ ମେଜର ପ୍ରୋବ୍ଲେମ୍ କି ଭାଇ କାଲିଠୁ ପଢ଼ିବା, କିନ୍ତୁ ଦେଖିଲା ବେଳକୁ କିଛି ହେଉନି। କ'ଣ କରିବି କୁହନ୍ତୁ ଟିକେ ଭାଇମାନେ, କ'ଣ କରିବା। ସକାଳୁ ସକାଳୁ ଦେଖୁଛନ୍ତି ସୁଜି ତିଆରି ହେଇଯାଇଛି, ଆଉ ତା ସାଙ୍ଗରେ ଆମର ବିରିୟାନୀ ଟିକେ ରହିଯାଇଥିଲା। ତ ବିରିୟାନୀ ତ ଭେଜ୍ ପଲାଉ, ଯେଉଁ ଭେଜ୍ ବିରିୟାନୀ କି କ'ଣ କହନ୍ତି, ସିଏ ବନା ହେଇଛି। କାହିଁକିନା ସକାଳୁ ସକାଳୁ ମୁଁ କହିଲି ତେଲ ମସଲା ଖାଇବିନି, ତ ବୋଉ କହିଲି ଟିକେ ସୁଜି ଟିକେ କରିଦେ, ସୁଜି ଟିକେ ଖାଇବା ଆଉ। ତ ଆସନ୍ତୁ ମୋ ସାଙ୍ଗରେ ମିଶିକି ଖାଇବେ।